ତ ଦେଖିଲି ଯେ କାଲି ସକାଳ 7 ଘଟିକା ବେଳେ ଜୁଟୁଛି। ଆଜ୍ଞା ମୁଁ ଟିକେ ତାକୁ ନ ଆଣିଲେ ମୋ ଘର ସଂସାର ଭାସିଯିବ। ମୁଁ ଆଜ୍ଞା କୋଉ କୂଳର ହେବି ନାହିଁ। ଲୋକ ନାନା ଅପବାଦ ଦେବେ। ତୃତୀୟ ପଞ୍ଚରତ୍ନ ପଣ୍ଡିତ ମହାଶୟ, ମୋ ମତରେ ଆପଣ ଯାଇ ସେ ମହାପଣ୍ଡିତଙ୍କୁ ଜ୍ଞାନ ତର୍କରେ ପରାସ୍ତ କରି ଫେରି ଆସନ୍ତୁ। ମୁଁ ଆଜ୍ଞା, ଆପଣ ତ ଜାଣନ୍ତି ମଣିମା, ମୋର ଟିକେ ବାତ ରୋଗ ଅଛି। ସେଥିପାଇଁ ମୁଁ ରାଜଦରବାର ଛାଡ଼ି ପଦାକୁ କୁଆଡ଼େ ଯାଉନାହିଁ। ନହେଲେ ଆଜ୍ଞା ସେ ପଣ୍ଡିତ କ'ଣ ମତେ ତର୍କରେ ବଳିଯାଆନ୍ତା? ଚତୁର୍ଥ ପଞ୍ଚରତ୍ନ ପଣ୍ଡିତ ମହାଶୟ, ମୁଁ ଭାବୁଛି ଆପଣ ସେ ପଣ୍ଡିତକୁ ହରାଇବା ପାଇଁ ନିଶ୍ଚିତ ସଫଳ ହେବେ। ଆଜ୍ଞା, ବିବାହର 5-10 ବର୍ଷ ପରେ ମୋ ଶାଶୁ ମତେ ନିମନ୍ତ୍ରଣ କରିଛନ୍ତି। କାଲି ପ୍ରତ୍ୟୁଷରୁ ମତେ ଜଇଁ ଡାକରାରେ ଯିବାକୁ ପଡ଼ିବ। ଦୀର୍ଘ 15 ବର୍ଷ ପରେ ମତେ ସୁବର୍ଣ୍ଣ ସୁଯୋଗ ମିଳିଛି। ନହେଲେ ଆଜ୍ଞା ସେ ପଣ୍ଡିତକୁ ମୁଁ ପାଣି ପିଆଇ ଦିଅନ୍ତି। ମୋର ଆପଣଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି ପଞ୍ଚମ ପଣ୍ଡିତ ମହାଶୟ, ଆପଣ ନିଶ୍ଚୟ ସେ ପଣ୍ଡିତକୁ ଜ୍ଞାନ ତର୍କରେ ପରାସ୍ତ କରିପାରିବେ। ମୁଁ ଆଜ୍ଞା ସେ ପଣ୍ଡିତକୁ ନିଶ୍ଚୟ ପରାସ୍ତ କରିଦେବି। ହେଲେ କଥା କ'ଣ କି ଛାମୁ, ଆମ ଶ୍ରୀମତୀ ପୋଥି ଗୁଡ଼ାକ କୁଆଡ଼େ ନେଇ ରଖିଦେଇଛନ୍ତି, ସେ ଖୋଜି ଖୋଜି ଆଉ ପାଉନାହାନ୍ତି। ଆଉ ଆପଣ ଜାଣନ୍ତି ତ ଛାମୁ, ପୋଥି ନ ନେଇ ଜ୍ଞାନଶାସ୍ତ୍ର ଆଲୋଚନାକୁ ଯିବା ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୁରେଇବା ସାଙ୍ଗେ ସମାନ। ତାହେଲେ କ'ଣ କରାଯିବ ମହାମନ୍ତ୍ରୀ ମହୋଦୟ?